एकदा ବିଶୁ ବୋଲି ପିଲାଟିଏ ବହୁତ ଚତୁର ଏବଂ ଭଲ ବିଦ୍ୟାର୍ଥୀ ଥିଲା। କିନ୍ତୁ ତାର ଗୋଟିଏ ସମସ୍ୟା ଥିଲା। ସ୍ପଷ୍ଟ ଭାବେ ସେ କହିପାରୁନଥିଲା। ତାର ଖନା ସମସ୍ୟା ଥିଲା। ତେଣୁ ସେ ଲୋକଙ୍କ ସାମ୍ନାରେ କହିବାକୁ ଲାଜ କରୁଥିଲା। ସେ କୌଣସି ପରିସ୍ଥିତିରେ ନିଜର ବିଚାରକୁ ସ୍ପଷ୍ଟ ରୂପେ ବ୍ୟକ୍ତ କରିପାରୁନଥିଲା। ଗୋଟିଏ ଦିନ ବିଶୁ ମା ସରସ୍ୱତୀଙ୍କୁ ପୂଜା କଲା। ସେ ତାର ସମସ୍ୟା ବିଷୟରେ କହିଲା। ମା ସରସ୍ୱତୀ ତାର ପ୍ରାର୍ଥନା ଶୁଣିଲେ ଏବଂ ତାକୁ ଏକ ବରଦାନ ଦେଲେ। ବିଶୁକୁ ଏହି ବରଦାନ ମିଳିଲା ପରେ ସେ ନିଜର କହିବାର କ୍ଷମତା ବୃଦ୍ଧି ହେବାର ଅନୁଭବ କଲା। ସେ ଏବେ ବହୁତ ଭଲ ଭାଷଣ କହିବାକୁ ଲାଗିଲା। ତାର ବାଣୀ ଏତେ ମଧୁର ବନିଗଲା କି ଲୋକେ ତାର ବଚନରେ ପ୍ରଭାବିତ ହେବାକୁ ଲାଗିଲେ। ମା ସରସ୍ୱତୀଙ୍କ କୃପାରୁ ତାଠାରେ ଥିବା ଦୁର୍ବଳତା ଦୂର ହୋଇପାରିଲା।